ହେଲା ଦକ୍ଷିଣିକାଳୀ ଯୋଉ ଉଗ୍ରତାର କାମରୂପା ହେଲା ବଡ଼ ଭଉଣୀ ବୀରପ୍ରତାପପୁର କାମରୂପା ବଡ଼ ଭଉଣୀ। ଆମର ଯୋଉ କରମଙ୍ଗା ଗଛ ଦେଖୁଛନ୍ତି ଆଜ୍ଞା, ଏ କରମଙ୍ଗା ଗଛ ଭଳି ଆମର ସବୁବେଳେ ପୂଜା ହୁଏ। ଯୋଉ ଆମର ଠାକୁରାଣୀ ବିସର୍ଜନ ହେଲା ପରେ ଯୋଉ ମେଢ଼ ପଟା ଆସେ ଆମର ସେ ମେଢ଼ ପଟା ପୂଜା ହୁଏ ନାହିଁ। ଆମର ଏଠି ପାଷାଣ ମୂର୍ତ୍ତି ମା ଅଛି, ଆମର ଏଠି ପୂଜା ହୁଏ। ଇଏ ଆହ୍ୱାନ କାଳରୁ ଇଏ ଚକ୍ରବର୍ତ୍ତୀଙ୍କ ସେବା, ଇଏ ତାଙ୍କ ବଂଶ ସବୁ ଧ୍ୱଂସ କରିଥିବାରୁ ଇଏ ମହାଜନଙ୍କୁ ଅସଂଖ୍ୟ କରିଦେଇ ମାନେ ବା ଜାଗା ବିକ୍ରି କରିଦେଇ ସେମାନେ ସବୁ ପଳେଇଲେ। ଏବେ ପ୍ରଥମ ବୀରପ୍ରତାପପୁର ମହାଜନେ ଏସବୁ ପୂଜାପୂଜି ଭଲ ମନ୍ଦ ସବୁ ନୀତି ଦୈନିକ ପୂଜା ସବୁ ପୂଜାପୂଜି ସବୁ କରୁଛନ୍ତି, ସବୁ ବୁଝୁଛନ୍ତି ଆଜ୍ଞା। ଏ ଠାକୁରାଣୀ ହେଲା ଆଜ୍ଞା ନିଜେ ଚକ୍ରବର୍ତ୍ତୀ ଯେତେବେଳେ ପୂଜା କରୁଥିଲା, ଚକ୍ରବର୍ତ୍ତୀ ଠାକୁରାଣୀ ଡାକୁଥିଲା ଝିଅ, ଠାକୁରାଣୀ ଚକ୍ରବର୍ତ୍ତୀ ଡାକୁଥିଲା ନନା। ସିଏ ଯେତେବେଳେ ବଜାର ଯିବେ କହିବେ ଝିଅ ଆଉ ତୁ ରୋଷେଇବାସ କରୁଥା, ମୁଁ ମାଛ ଆଣିଲେ ଟିକେ ହଳଦୀ ପାଣି ହବ। ତେଲି ଯଦି ବାଟରେ ତେଲି ଦେଖିବ ତେଲ ଦେବାକୁ କହିବ ନନା ତେଲ ଆଣିଦେଲି ନା, ଝିଅକୁ ଡାକି ତେଲ ଦେଇଦେବ, ମୁଁ ଆସିଲେ କଉଡ଼ି ଦେବି। ଏମିତି ଏ ସଂସ୍ଥା ମାର ମା ଚାଲିବେ ତା ବାଟ କଥା। ଯେଉଁମାନେ ମାନସିକ ଏଠିକି ଆସିକି କରନ୍ତି, କାହାର କେହି ମାନସିକ ମାନେ ଫେଲ୍ ହେବାର ନାହିଁ, ସମସ୍ତଙ୍କର ମାନସିକ ପୂରଣ ହୁଏ ଏ ମାଆଙ୍କ ପୀଠରେ। ସମସ୍ତେ ଜାଣିଛନ୍ତି ବୀରପ୍ରତାପ ବଡ଼ ଭଉଣୀ ମା କାମରୂପା ପୁରା ପ୍ରତ୍ୟେକ ଠାକୁରାଣୀ ମା।